অপরিষ্কার অবস্থায় দ্বিতীয় শ্রীক্ষেত্র চন্দন পোখରୀ সারা ওড়িশার প্রসিদ্ধ প্রথম শ্রীক্ষেত্র কহিলে হেউছি পুরী মহাপ্রভু শ্রী জগন্নাথଙ୍କ মন্দির। শ্রী জগন্নাଥ মহাপ্রভুଙ୍କର ଗୋଟିଏ କଳା ରହିଛି ରଣପୁର ଗଡ଼ରେ। ଇତିହାସ କହେ ଏହି ସ୍ଥାନକୁ ପୁରାତନ କାଳରୁ ଦ୍ୱିତୀୟ ଶ୍ରୀକ୍ଷେତ୍ରର ଆଖ୍ୟା ଦିଆଯାଇଛି, କାରଣ ଏଠାରେ ସମସ୍ତ ପ୍ରକାରର ନୀତିକାନ୍ତି ପୁରୀ ଶ୍ରୀମନ୍ଦିର ପରି ପାଳନ କରାଯାଏ। ଆମ ରଣପୁର ଶ୍ରୀ ଜଗନ୍ନାଥ ମନ୍ଦିରରେ ଭକ୍ତମାନଙ୍କ ସୁଅ ଛୁଟେ। ଅନେକ ସୁଦୂରରୁ ମହାପ୍ରଭୁଙ୍କ ଦର୍ଶନ ଲାଗି ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୁଏ। ମହାବାହୁ ଟିକେ ଆଖି ଭରିଦେଲେ କୋଟି ଜନ୍ମର ପୁଣ୍ୟ ପ୍ରାପ୍ତି ହୁଏ। ଆଜି ସେହି ଦ୍ୱିତୀୟ ଶ୍ରୀକ୍ଷେତ୍ର ଧାମ ରଣପୁର ଗଡ଼ର ଚନ୍ଦନ ପୋଖରୀ ପରିସର ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ। ଏତେ ମାତ୍ରାରେ ଅଳିଆ ଆବର୍ଜନା ଭରି ରହିଛି, ଯାହାଫଳରେ ପଚାଶଢା ଦୁର୍ଗନ୍ଧରେ ଫାଟି ପଡୁଛି ସେହି ସ୍ଥାନ। ସେହି ଜାଗାକୁ ମଳମୂତ୍ର କରି ଅପରିଷ୍କାରର ସ୍ଥଳୀ ବନାଇଛନ୍ତି। ରାତି ହେଲା ମାତ୍ରେ ମଦୁଆମାନଙ୍କ ଆଡା ଜମୁଛି। ମଦ୍ୟପାନ କରି କାଚ ବୋତଲ ସବୁ ଭାଙ୍ଗି କରି ଏଣେ ତେଣେ ପକାଉଛନ୍ତି। ପୋଖରୀର ଜଳ ଏତେ ମାତ୍ରାରେ ଦୂଷିତ ହୋଇଛି ଯେ ପାଣିକୁ ଯଦି ହାତରେ ଧରାଯାଏ ତେବେ ଅନେକ ରୋଗ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ଏହି ଚୈତ୍ର ମାସରେ ପ୍ରଭୁ ଦେବଦେବ ମହାଦେବଙ୍କ ଦଣ୍ଡପାଟ ଯାତ୍ରା ରଣପୁର ଅଞ୍ଚଳରେ ପ୍ରସିଦ୍ଧ ହୋଇଥିବାରୁ ପ୍ରତ୍ୟେକ ବର୍ଷ ଧରି ଏ ବର୍ଷ ସବୁ କାର୍ଯ୍ୟ ରୀତିନୀତି ଅନୁଯାୟୀ ଦଣ୍ଡ ଠାକୁରଙ୍କର ନୀତି ପାଳନ ହୁଏ। ଚନ୍ଦନ ପୋଖରୀ ସାମ୍ନାରେ ରହିଛି ଶିବ ମନ୍ଦିର। ବଡ଼ ଦୁଃଖଦାୟକ କି ପ୍ରଭୁ ମହାଦେବ ଓ ମାତା ପାର୍ବତୀଙ୍କୁ ନେଇ ସେହି ଚନ୍ଦନ ପୋଖରୀରେ ସ୍ନାନ କରାନ୍ତି ଭକ୍ତମାନେ। ପ୍ରଭୁଙ୍କ ସେବା କରୁଥିବା ସମସ୍ତ ଭଗତାମାନେ ନିଜ ନିଜର ସ୍ନାନ କାର୍ଯ୍ୟ କରନ୍ତି ମଧ୍ୟ ସେହି ଅପରିଷ୍କାର ଜଳରେ। ଏଯାଏ ପ୍ରଶାସନର କୌଣସି ଦୃଷ୍ଟିଗୋଚର ହୋଇନାହିଁ ସେ ସ୍ଥାନକୁ ନିର୍ମଳ କରିବା ପାଇଁ। ଅଣଦେଖା କରି ଏଭଳି ଭାବରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି ରଣପୁର ଗଡ଼ର ଚନ୍ଦନ ପୋଖରୀ। ଯଦି ଏହାକୁ ପ୍ରଶାସନ ଏବଂ ଏଠାକାର ଏନ୍ଏସି ବିଭାଗ ନେତା ମନ୍ତ୍ରୀ ଏମଏଲଏ ନୂଆ ବାଚସ୍ପତି ମହୋଦୟ ଦୃଷ୍ଟିଗୋଚର କରନ୍ତି ତେବେ ସମ୍ପୂର୍ଣ୍ଣ ଭାବରେ ଏହି ସ୍ଥାନର ପୋଖରୀ ନିର୍ମଳ କରିବା ସହିତ ଆଖପାଖ ଜାଗାରେ ଶୌଚାଳୟଟିଏ କରିବା ଏବଂ ଅଳିଆ ଆବର୍ଜନା ପକାଇବା ପାଇଁ ଡଷ୍ଟବିନ୍ଟିଏ ଯଦି ହୁଏ ତେବେ କିଛି ମାତ୍ରାରେ ଏସବୁ ଅଳିଆ ଆବର୍ଜନା ଦୁର୍ଗନ୍ଧରୁ ଏଠାକାର ପରିବେଶ ଅନନ୍ୟ ସୁନ୍ଦର ଆଉ ରମଣୀୟ ହୋଇପାରନ୍ତା। ରଣପୁରରୁ ରଞ୍ଜନ କୁମାର ଦାସଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ୍ ଓଡ଼ିଶା।